तीन दिन धरी आमे माने कंटिन्यूअसली गोटे विषय को ध्यान करी आसुतले जहाँकि टाइटल थिला बी परफेक्ट एज योर हेवनली फादर। आपण स्वर्गस्थ पिता तुल्य आमे माने कौन हेबा परफेक्ट हेबा सिद्ध हेबा। तो आज मध्य ध्यान करबा माथ्यू लिखित सुसमाचार 6 तार 1 रु 18 पद कई जने पढ़िबे। आ गोटे मु भूली जाउची कहया पे गोटे रिक्वेस्ट जो दिन आमे माने धर आज माथ्यू 6 रो 1 रो 18 पर्यंत जब आमे माने सुनुचु पढुचु तो काली पई आपण माने सकाळ प्रार्थना पूर्वरु तार पर अध्याय आपण पढ़ी कि आसीबे ताकि जेतरा आमे माने वाक्य स्टडी करिबा बुझिबा सेतरे आपन को सुविधा हेबो। जदि बाइबल पढ़ी थिबे से चैप्टर टा पढ़ी के आस्थिबे दया करी आमे माने आज ठारो अभ्यास करिबा। जो वाक्य हमर आलोचना हबो सकाळु ताकू पूर्वरु से पूर्व रात्रि हो बा से दिन सकाळु हो एटलिस्ट आपण थरे बा दुई थर टिके पढ़ी थिबे। पढ़ी थिले हमको बहुत सुविधा हबो बुझिबा पई। आज जेमति का आमे माने बे पढ़िबा को जाउछु माथ्यू लिखित सुसमाचार 6 ताले 1 रो 18 पर्यंत पढ़ी कि आमे माने ध्यान करिबा। लोक देखाइबा पई समान साक्षातरे जेपरि धर्म कर्म न कर एथिपई तुम्भे माने सावधान होइथाओ। नोइले तुम्भमानक स्वर्गस्थ पिताଙ୍କ निकटरे तुम्भमानकर पुरस्कार नाही। एणु दान करिबा समय कपटीमानଙ୍କ परि निज सम्मुखरे तुरी बजाओ नाही। ସେମାନେ ଲୋକମାନଙ୍କ ଠାରୁ ଗୌରବ ପାଇବା ପାଇଁ ସମାଜ ଗୃହରେ ଓ ଦାଣ୍ଡରେ ସେ ପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମର ବାମ ହସ୍ତ ନ ଜାଣୁ, ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ। ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜ ଗୃହ ଓ ଛକ କୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି ତୁମ୍ଭର ଦ୍ୱାର ରୁଦ୍ଧ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ସାମ୍ନାରେ ପ୍ରାର୍ଥନା କର, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ। ପୁଣି ପ୍ରାର୍ଥନା କରିବା ସମୟରେ ବିଜାତିମାନଙ୍କ ପରି ଅନର୍ଥକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି। ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କ'ଣ ପ୍ରୟୋଜନ ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି। ଅତଏବ ତୁମ୍ଭେମାନେ ଏହି ପ୍ରକାର ପ୍ରାର୍ଥନା କର, ହେ ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ, ତୁମ୍ଭର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମ୍ଭ ଇଚ୍ଛା ସଫଳ ହେଉ। ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମ୍ଭମାନଙ୍କର ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍। କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷଣ୍ଣ ବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣା ଆପଣା ମୁଖ ମଳିନ କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗା ଓ ମୁଖ ପ୍ରକ୍ଷାଳନ କର, ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବା, ଆଉ ତୁମ୍ଭ ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ। आमेन। प्रभु को महानामर गौरव हो। ये जो पैसेज टी आमे माने पढ़ी लेबे एहा तीन गोटी विषय प्रभु एई माथ्यू लिखित सुसमाचार 6 तार
1:18 ମଧ୍ୟରେ ଯୀଶୁ ଆମକୁ ୱାର୍ନିଂ କରିବା ପାଇଁ ଚାହାନ୍ତି ତିନି ଗୋଟି ବିଷୟ ଏଗେନ୍ଷ୍ଟ ତିନି ଗୋଟି ଏକ୍ସାମ୍ପଲ ଦେଇକି ଏଗେନ୍ଷ୍ଟରେ କୋଉ ବିଷୟର ହିପୋକ୍ରେଟିସ୍ বা କପଟତା ଏଗେନ୍ଷ୍ଟରେ କପଟତା ବିରୁଦ୍ଧରେ ପ୍ରଭୁ ଆମକୁ ସଚେତନ କରିବା ପାଇଁ ଚାହାନ୍ତି। ଏଇ ମାଥ୍ୟୁ ଲିଖିତ ସୁସମାଚାର 6 ତାର 1:18 ଯାହାକି ପଦ 2 6 2 ପଦ 6 5 ପଦ ଆଉ 6 16 ପଦ ଏ ତିନି ଗୋଟି ପଦରେ ତିନି ଗୋଟି ଏକ୍ସାମ୍ପଲ ପରମେଶ୍ୱର ଆମକୁ ଦବା ପାଇଁ ଚାହାନ୍ତି। କା ଏଗେନ୍ଷ୍ଟରେ କପଟତା ଏଗେନ୍ଷ୍ଟରେ। ତେବେ ମୋ ପ୍ରିୟମାନେ ଏ ବାଇବେଲର ଏ ଯୋଉ ୱାର୍ଡ ଆମେ ହିପୋକ୍ରେଟ୍ସ ବୋଲି ଶୁଣୁଛୁ ବା କପଟତା ବୋଲି କପଟି ବୋଲି ଶୁଣୁଛୁ ତାର ପ୍ରକୃତ ଅର୍ଥ ଗ୍ରୀକ ଭାଷାରେ ତାର ପ୍ରକୃତ ଅର୍ଥ ହେଲା କଣ? an actor ଜଣେ ଆକ୍ଟର ଅଭିନୟକାରୀ or a performer ମାନେ ଯୋଉମାନେ ପ୍ଲେ କରନ୍ତି ଯୋଉମାନେ ପରଫର୍ମ କରନ୍ତି ଜଣକ ଚରିତ୍ରକୁ ନେଇକି ଜଣେ ଯେମିତିକା ଆମେ ମାନେ ଦେଖୁଛୁ ଚଳଚ୍ଚିତ୍ର ସିରିଏଲ ବାକି ବିଷୟ ଆମେ ଦେଖୁଛୁ ସେମାନେ କଣ କରନ୍ତି ଟିଭିରେ କଣ କରନ୍ତି ସେମାନେ ଜଣକ ଚରିତ୍ରକୁ ପ୍ଲେ କରନ୍ତି ଚଳାନ୍ତି ବା ଅଭିନୟ କରନ୍ତି ଅର୍ଥାତ୍ ଇଟ୍ ମିନ୍ସ ଏହା ଏକ ବାହାନା ବା ଛଳନା ଅଟେ ଜଣେ ଲୋକର ବା ଜଣେ ବିଷୟର ଗୋଟେ ବିଷୟ ବା ଗୋଟେ ଲୋକର ଯାହା ପ୍ରକୃତରେ ତୁମେ ନୁହେଁ। ଅଭିନୟର ଅର୍ଥ କଣ? ଅଭିନୟ କଣ? ଯୋଉମାନେ ଜଣକର ଅଭିନୟ କରନ୍ତି ଜଣକର ଚରିତ୍ରକୁ କଣ କରନ୍ତି ସେମାନେ ପରଦାରେ ଦେଖେଇବା ପାଇଁ ଚାହାନ୍ତି କିନ୍ତୁ ପ୍ରକୃତରେ ସେ ସେଇ ବ୍ୟକ୍ତି ନଥାନ୍ତି ସେ ସେଇ ପ୍ରକାର ବ୍ୟକ୍ତି ନଥାନ୍ତି ଚରିତ୍ରରେ କିଏ ହିରୋ ହଉଛି କିଏ ହିରୋଇନ ହଉଛି କିଏ ଭିଲିଆନ ହଉଛି କିଏ କମେଡିଆନ ହଉଛି କିଏ କଣ ପ୍ରକାର ଚରିତ୍ରକୁ ସେମାନେ ଦେଖେଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ପ୍ରକୃତରେ ସେମାନେ ସେ ବ୍ୟକ୍ତି ନୁହନ୍ତି। ଏମାନଙ୍କୁ କୁହାଯାଏ କଣ? ହିପୋକ୍ରେଟ୍ସ କପଟତା ବିଷୟରେ କୁହାଯାଏ ଯାହାକି ବୁଝିବା ପାଇଁ ବାଇବେଲରେ ଏକ ସୁନ୍ଦର ପଦ ଅଛି ଲୁକ ଲିଖିତ ସୁସମାଚାର 20 ଅଧ୍ୟାୟ 20 ପଦ ଏ ଟିକେ ପଢିବେ ଲୁକ 20:20 ସେଥିରେ ସେମାନେ ତାହାଙ୍କୁ କର୍ତ୍ତୃପକ୍ଷଙ୍କ ହସ୍ତରେ ଓ ଶାସନକର୍ତ୍ତାଙ୍କ କ୍ଷମତାଧୀନର ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ତାହାଙ୍କ କଥାର ଛିଦ୍ର ଧରିବା ଉଦ୍ଦେଶ୍ୟରେ କପଟ ଭାବରେ ଆପଣାକୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ। ଏଠି କାରଣ ଯୀଶୁଖ୍ରୀଷ୍ଟଙ୍କୁ ଅଧ୍ୟକ୍ଷ ମାନଙ୍କ ହସ୍ତରେ ସମର୍ପଣ କରିବା ପାଇଁ ବା ବିଚାର କର୍ତ୍ତାଙ୍କ ନିକଟରେ ସମର୍ପଣ କରିବା ପାଇଁ କିଛି ଫାରୁସୀ ସାଧୁକୀ ମାନେ ତାଙ୍କ ବିରୁଦ୍ଧରେ ଛିଦ୍ର ଖୋଜିଲେ ଛିଦ୍ର ମାନେ କିଛି ତାକୁ ଯେମିତିକା ଧରେଇ ପାରିବେ କିଛି ଦୋଷ ଖୋଜିଲେ ଯୋଉଥିପାଇଁ କି ଏଟା ଆସୁନଥିଲା। ଓକେ ଆମେ ମାନେ ଆଗକୁ ବଢିବା ତ ଲୋକ ଲିଖିତ ସୁସମାଚାର 20:20 ଆମେ ମାନେ ଏ ପ୍ରକାର ଦେଖୁଛନ୍ତି କି ତାଙ୍କୁ ଧରେଇ ଦବା ପାଇଁ ଆଉ ସେମାନେ କଣ କଲେ କିଛି ଆକ୍ଟର ମାନଙ୍କୁ ପଠେଇଲେ ଲେଖାଯାଏ କିଛି ଗୁପ୍ତ ଚୋର ମାନଙ୍କୁ ପଠେଇଲେ କୋଉମାନଙ୍କୁ ଯୋଉମାନେ ପଢନ୍ତୁ ସେଟା ଟିକେ ସେଥିରେ ସେମାନେ ତାହାଙ୍କୁ କର୍ତ୍ତୃପକ୍ଷଙ୍କ ହସ୍ତରେ ଓ ଶାସନକର୍ତ୍ତାଙ୍କ କ୍ଷମତାଧୀନରେ ସମର୍ପଣ କରିବା ନିମନ୍ତେ ସୁଯୋଗ ଖୋଜି ତାହାଙ୍କ କଥାରେ ଛିଦ୍ର ଧରିବା ଉଦ୍ଦେଶ୍ୟରେ କପଟ ଭାବରେ
ଆପଣ ଆପଣଙ୍କୁ ଧାର୍ମିକ ବୋଲି ଦେଖାଉଥିବା ଚୋରମାନଙ୍କୁ ପଠାଇଲେ। କପଟତା ଭାବରେ ନିଜକୁ ଯୋଉମାନେ ଧାର୍ମିକତା ଦେଖାନ୍ତି ସେ ପ୍ରକାର ବ୍ୟକ୍ତି ମାନଙ୍କୁ ସେମାନେ କଣ କଲେ ପଠେଇଲେ, ଅର୍ଥାତ୍ କିଛି ଆକ୍ଟର ମାନଙ୍କୁ ପଠାଇଲେ। ତେବେ କପଟତା କଣ ଅଟେ? ଜଣେ ଛଳନାକାରୀ ବା ଜଣେ ବ୍ୟକ୍ତି ଯିଏକି ଅନ୍ୟର ଚରିତ୍ରକୁ ଦେଖେଇବା ପାଇଁ ଚେଷ୍ଟା କରେ ପରଦା ଉପରେ, କିନ୍ତୁ ସେ ସେପରିକା ବ୍ୟକ୍ତି ନଥାଏ। ତେବେ ଏ ତିନି ଗୋଟି ପଦରେ ପ୍ରଭୁ ତିନି ଗୋଟି ଏକ୍ସାମ୍ପଲ କପଟି ମାନଙ୍କର ଦେଇ ଆମ ମାନଙ୍କୁ ସଚେତନ କରିବା ପାଇଁ ଚାହାନ୍ତି। ମାଥ୍ୟୁ ଲିଖିତ ସୁସମାଚାର 6ରେ ଯୀଶୁ ଆମକୁ ଏ ତିନି ଗୋଟି ସ୍ପେସିଫିକ ଏକ୍ସାମ୍ପଲ ଦ୍ୱାରା ଆମକୁ ୱାର୍ଣ୍ଣିଂ କରିବା ପାଇଁ ଚାହାନ୍ତି ଏଇ କପଟତା ବିରୁଦ୍ଧରେ ବା କପଟତା ସମ୍ବନ୍ଧରେ ଆମକୁ ଚେତନା ବା ସଚେତନ କରିବା ପାଇଁ ଚାହାନ୍ତି, ଆମକୁ ୱାର୍ଣ୍ଣିଂ ଦେବା ପାଇଁ ଚାହାନ୍ତି। କୋଉ ତିନି ଗୋଟି ଏକ୍ସାମ୍ପଲ? ଫାର୍ଷ୍ଟ ବିଷୟ କଣ? ଗିଭିଂ, ଦେବା, ଦାନ ବିଷୟରେ, ଯାହାକି ଆମେ ମାନେ ପାଇପାରିବା ମାଥ୍ୟୁ 6:2 ପଦରେ। ଦ୍ୱିତୀୟ ଏକ୍ସାମ୍ପଲ କଣ? ଇନ୍ ପ୍ରେୟାର, ପ୍ରାର୍ଥନାରେ, ଯାହା ଆମେ ମାନେ ପାଇପାରିବା ମାଥ୍ୟୁ ଲିଖିତ ସୁସମାଚାର ତାର 6:5ରେ। ଆଉ ଲାଷ୍ଟ ଏବଂ ତୃତୀୟ ବିଷୟଟି ହେଲା ଇନ୍ ଫାଷ୍ଟିଂ, ଉପବାସ ବିଷୟରେ ବା ଉପବାସ ସମ୍ବନ୍ଧରେ ଆମକୁ ସେ ଶିକ୍ଷା ଦେବା ପାଇଁ ବା ସେ ଚେତନା ଦେବା ପାଇଁ ଚାହାନ୍ତି, କପଟି ମାନଙ୍କ ପରୀକ୍ଷା ନ ହେବା ପାଇଁ, ଯାହା ଆମେ ମାନେ ପାଇପାରିବା 6:18ରେ। ତେବେ ଏଇ 6:2-4 ପଦ ଟିକେ ଆମେ ମାନେ ପଢିବା। ଏଣୁ ଦାନ କରିବା ସମୟରେ କପଟିମାନଙ୍କ ପରି ନିଜ ସମ୍ମୁଖରେ ତୁରୀ ବଜାଅ ନାହିଁ। ସେମାନେ ଲୋକମାନଙ୍କ ଠାରୁ ଗୌରବ ପାଇବା ପାଇଁ ସମାଜ ଗୃହରେ ଓ ଦାଣ୍ଡରେ ସେ ପ୍ରକାର କରନ୍ତି। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କ'ଣ କରୁଅଛି ତାହା ତୁମର ବାମ ହସ୍ତ ନ ଜାଣୁ, ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ। ପ୍ରାର୍ଥନା କରିବା ସମୟରେ ନା 4 ପର୍ଯ୍ୟନ୍ତ। ଓକେ, ତ ଏଠି ଆମେ ମାନେ ଦେଖୁଛୁ ପରମେଶ୍ୱର ଆମକୁ ଚେତନା ଦେବା ପାଇଁ ଚାହାନ୍ତି। କଣ ଚେତନା ଦେବା ପାଇଁ ଚାହାନ୍ତି? ଏଣୁ ତୁମେ ମାନେ କଣ କର, ଅନ୍ୟମାନଙ୍କ ସାକ୍ଷାତରେ ଏକରେ ଯଦି ଆମେ ମାନେ ପଢିବା, ଅନ୍ୟମାନଙ୍କ ସାକ୍ଷାତ ଯେମିତିକା ଆମ ଧାର୍ମିକତା ସମ୍ବନ୍ଧରେ ଆମେ ମାନେ କଣ ହଉ ସାବଧାନ ହେଇଥାଉ ବା ଆମେ ମାନେ କପଟତା ନ ଦେଖାଉ। ତା ମଧ୍ୟରୁ ଆମେ ଦେଖୁଛୁ ଦାନ ବିଷୟରେ ପରମେଶ୍ୱର এই ପ୍ରକାର ଆମକୁ ଚେତନା ଦେବା ପାଇଁ ଚାହାନ୍ତି। ଦାନ କରିବା ସମୟରେ ତୁମେ ମାନେ କପଟି ମାନଙ୍କ ପରି ହୁଅ ନାହିଁ। ଆଉ ମୁଖରେ ସେମାନେ କଣ କରନ୍ତି? ତୁରୀ ବଜାନ୍ତି। ତୁରୀ ବଜେଇବା ମାନେ କଣ? ଅନ୍ୟ ମାନଙ୍କୁ ନିକଟରେ ଶୁଣେଇବା। ଆଉ ସେମାନେ ତୁରୀ ବଜାନ୍ତି, ସେମାନେ ଲୋକମାନଙ୍କ ଠାରୁ ଗୌରବ ପାଇବା ପାଇଁ ଏ ସକଳ ବିଷୟ କରନ୍ତି। କୋଉଠି କରନ୍ତି? ସମାଜ ଗୃହରେ ଆଉ ଦାଣ୍ଡରେ ସେ ପ୍ରକାର କରନ୍ତି। କପଟି ମାନେ এই ପ୍ରକାର କରନ୍ତି। ଯେତେବେଳେ କିଛି ସେମାନେ ଦାନ ଦିଅନ୍ତି, ଯେତେବେଳେ କିଛି ପରମେଶ୍ୱରଙ୍କ ନିମନ୍ତେ କିଛି ଦବା ପାଇଁ ସେମାନେ ଯୋଜନା କରିଥାନ୍ତି, ସେମାନେ କେମିତିକା ଯୋଜନା କରନ୍ତି? ସେମାନେ ଏହି ପ୍ରକାର କରନ୍ତି ତାକି କରିବାର ଉଦ୍ଦେଶ୍ୟ କଣ? ତାକି ସମସ୍ତଙ୍କର କଣ କୁହନ୍ତି, ସମସ୍ତଙ୍କର ନଜର ନିଜ ଆଡକୁ ଆଣିବା ପାଇଁ ସେମାନେ ଏଥିପାଇଁ କରନ୍ତି ତାକି ସେମାନେ ଯେମିତିକା ଅନ୍ୟମାନଙ୍କ ଦ୍ୱାରା ସମ୍ମାନିତ ହେବେ। ସେଥିପାଇଁ ସେ ବିଷୟ କରନ୍ତି। କଣ କରନ୍ତି? ଗୌରବ ପାଇବା ପାଇଁ। 2ରେ ଲେଖାଯାଏ, ସେମାନେ ଲୋକମାନଙ୍କ ଠାରୁ କଣ ପାଇବା ପାଇଁ? ଗୌରବ ପାଇବା ପାଇଁ। ଆଉ ସେମାନେ ଏ ପ୍ରକାର କରନ୍ତି। ମୋର ପ୍ରିୟ ମାନେ, ଯଦି ପ୍ରଭୁଙ୍କ ନିମନ୍ତେ ଆମେ କିଛି ଦାନ ବା ଦଶମାଂଶ ଦଉଛୁ, ଆମେ ଏଇ କପଟି ମାନଙ୍କ ପରୀକ୍ଷା ନ ହେଉ। ଆଜିକାଲି ଅନେକ ଜଗତରେ ଯଦି ଆପଣ ଦେଖିବେ, ଯେତେବେଳେ এই ପ୍ରକାର ଜଗତରେ ଦାନ ଧର୍ମର କାମ ହଉଥାଏ, ସେତେବେଳେ ଆପଣ ଅନୁଭବ କରିପାରିବେ ଏଇ ଦାନ ଆଉ ଧର୍ମର ମୁଖ୍ୟ ବ୍ୟକ୍ତି କିଏ।
କାହିଁକି ସେମାନେ ସେଇ ପ୍ରକାର ଆପଣଙ୍କୁ ରିପ୍ରେଜେଣ୍ଟ କରୁଥାନ୍ତି, ଅନ୍ୟମାନଙ୍କ ସମ୍ମୁଖରେ ନିଜକୁ ଉପସ୍ଥାପନା କରୁଥାନ୍ତି। ଆଜିକାଲି ଆହୁରି ଭୟଙ୍କର ଭାବରେ ତୁରୀ ବଜେଇବାଟା ସହଜ ହେଇଯାଇଛି। କେମିତିକା? ସୋସିଆଲ ମିଡିଆ। ସେମାନେ ଯେତେବେଳେ ଦାନ କରୁଥାନ୍ତି, ସେମାନେ କଣ କରନ୍ତି? ଫଟୋ ଉଠେଇବା, ଭିଡିଓ କରିବା, ପେପର ନ୍ୟୁଜ ପେପରରେ ବାହାର କରିବା, ଏ ସକଳ ବିଷୟ କିଛି କମି ରଖନ୍ତି ନାହିଁ। ଯଦି କିଛି ନ ଅଛି, ଫଟୋ ଉଠେଇକି ମୋବାଇଲରେ ଫେସବୁକରେ ଛାଡିଦବା, ଏ ସକଳ ବିଷୟ କରନ୍ତି। ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ଏଇଆ, ଅନ୍ୟମାନଙ୍କର ଆଟେନସନ ନିଜ ଉପରକୁ ଆଣିବା ପାଇଁ, ଅନ୍ୟମାନଙ୍କ ନିକଟରେ ନିଜକୁ ମହିମାନିତ ବା ଗୌରବାନ୍ୱିତ କରିବା ପାଇଁ, ତାକି ଏ ବ୍ୟକ୍ତି ଜଣକ କଣ କରୁଛନ୍ତି? ଦାନ କରୁଛନ୍ତି। ଆଜି ପ୍ରତ୍ୟେକ ଜାଗାରେ ଦେଖନ୍ତୁ, ଶୀତ ଦିନ ଆସିଲା, ଏବେ ଦେଖିବେ ଅନେକ ଲୋକ କମ୍ବଳ ବାଣ୍ଟିବେ, ଆଉ କିଛି ଲୋକ ଚୁଡା ଚାଉଳ, ଲାଷ୍ଟ ବନ୍ୟା ଗଲା, କିଛି ଲୋକ ଚୁଡା ଚିନି ବାଣ୍ଟିଲେ। এই ପ୍ରକାର ଅନେକ ସମୟରେ ଯେତେବେଳେ ଆମେ ଅନ୍ୟ କିଛି ପରମେଶ୍ୱରଙ୍କୁ କିଛି ଦାନ ଦେବା ପାଇଁ ବା ପରମେଶ୍ୱରଙ୍କ ନାଁରେ କିଛି କାହାକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି, ସାଙ୍ଗେ ସାଙ୍ଗେ ଆମେ ମାନେ କଣ କରୁଥାନ୍ତି? ତାହା ଅନ୍ୟମାନଙ୍କୁ ଆମ ପ୍ରତି ଆଟେନସନ ଆଣିବା ପାଇଁ, ଅନ୍ୟମାନଙ୍କର ଗୌରବ ପାଇବା ପାଇଁ ଆମେ ମାନେ ଏ ପ୍ରକାର କାର୍ଯ୍ୟ ନ କରୁ, ତାହା ଖ୍ରୀଷ୍ଟ ଆମକୁ ଶିଖାଇବା ପାଇଁ ଚାହାନ୍ତି। ଦେଖିବେ ଲୋକମାନେ ରକ୍ତଦାନ କରୁଥିବେ, ବେଡରେ ଶୋଇଥିବେ, ଆଉ ମୋବାଇଲରେ ଫଟୋ ଉଠେଇକି କଣ ପଠେଇଦେବେ? ରକ୍ତଦାନ କରିବାର। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଏହା ମନୁଷ୍ୟ ଦୃଷ୍ଟିରେ ଆପଣଙ୍କୁ ଗୌରବାନ୍ୱିତ କରିପାରେ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଏହା ଘୃଣାର ବିଷୟ। କାହିଁକି? ପରମେଶ୍ୱର କୁହନ୍ତି, ଏମାନେ କୋଉମାନେ ଏମିତିକା କରନ୍ତି? କପଟି ମାନେ। କପଟି ମାନେ କିଏ? ଆକ୍ଟର ମାନେ। ଆକ୍ଟର ମାନେ କିଏ? ଯୋଉମାନେ ପ୍ରକୃତ ଲୋକ ନୁହନ୍ତି, ଅନ୍ୟମାନଙ୍କର ଚରିତ୍ରକୁ ଆମ ନିକଟରେ ଦେଖେଇବା ପାଇଁ ଚାହାନ୍ତି। ସେମାନଙ୍କୁ ଦାନ କରିବାର ଇଚ୍ଛା ନଥିବ, କିନ୍ତୁ କଣ ପାଇଁ କରିବେ? ଅନ୍ୟମାନଙ୍କ ନିକଟରେ ଗୌରବାନ୍ୱିତ ପାଇବା ପାଇଁ। ଅନେକ ଲୋକ ଦେଖିବେ ସଫାଇ ଅଭିଯାନ, ଗଛ ଲଗା ଅଭିଯାନ, ଏବେ କେତେ ସାରା ଜଗତରେ ଚାଲିଛି ନା। ସଫାଇ ଅଭିଯାନରେ ଦେଖିବେ ସମସ୍ତେ ଝାଡୁ ଧରିକି ଛିଡା ହେଇଥିବେ, କେତେ ପର୍ଯ୍ୟନ୍ତ? କ୍ୟାମେରାମ୍ୟାନ ଯେତେ ପର୍ଯ୍ୟନ୍ତ ଫୋକସ ନ କରିଛି। ଯେତେବେଳେ କ୍ୟାମେରାମ୍ୟାନ କହିବ ରେଡି, ସେଠୁ କଣ କରିବେ? ସବୁ ଧରିକି ଝାଡୁ କରିବା ଷ୍ଟାର୍ଟ କରିଦେବେ। ଅର୍ଥାତ୍ କଣ? ସେମାନେ ସେ ପ୍ରକାର ଲୋକ ନୁହନ୍ତି, ସେମାନେ ପରିଷ୍କାର କରିବା ଲୋକ ନୁହନ୍ତି, କିନ୍ତୁ ଅନ୍ୟମାନଙ୍କ ନିକଟରେ ଗୌରବ ପାଇବା ପାଇଁ ତାହା କରନ୍ତି। ମୋର ପ୍ରିୟ ମାନେ, ଖ୍ରୀଷ୍ଟ ଏ ବିଷୟକୁ ଘୃଣା କରନ୍ତି। ପ୍ରଭୁ କୁହନ୍ତି 6:1 ଲେଖାଯାଏ, କଣ? ଲୋକ ଦେଖେଇବା ପାଇଁ ସେମାନଙ୍କ ସାକ୍ଷାତରେ ତୁମମାନଙ୍କର ଧର୍ମ କର୍ମ ନ ହେଉ। କୋଉ ଲୋକମାନଙ୍କୁ ତୁମେ ଖାଇବାକୁ ଦଉଛ, କୋଉ ଲୋକମାନଙ୍କୁ ତୁମେ ପିନ୍ଧିବାକୁ ଦଉଛ, କୋଉ ଲୋକମାନଙ୍କୁ ତୁମେ କଣ ଦେଉଛ, ତାହା ନିଜର ଗୌରବ ପାଇଁ ଯଦି କରୁଛ, ତାହେଲେ ଅତି ଭୟଙ୍କର ବିଷୟ। ତୁମେ ମାନେ କପଟି ମାନେ, ସେ ଦାନ, ସେ ଧର୍ମର କୌଣସି ମୂଲ୍ୟ ରହିବ ନାହିଁ। ଅନେକ ଲୋକ ଖାଇବାକୁ ଦେଇକି ମଧ୍ୟ ସେମାନେ ସୋସିଆଲ ମିଡିଆରେ ଛାଡନ୍ତି। କିନ୍ତୁ ଖ୍ରୀଷ୍ଟ କୁହନ୍ତି, ତୁମର ଏଇ ପ୍ରକାର ଦାନ ଧର୍ମ ପ୍ରଭୁଙ୍କ ନିକଟରେ କୌଣସି ପୁରସ୍କାର ନାହିଁ। ପରମେଶ୍ୱର ଏ ସକଳ ବିଷୟକୁ ଘୃଣା କରନ୍ତି। ଦ୍ୱିତୀୟ ବିଷୟ ଆମେ ଦେଖୁଛେ, ଯାହାକି ଆମେ ମାନେ ପାଇବା ପ୍ରାର୍ଥନା ବିଷୟରେ। ପ୍ରଥମ ବିଷୟ ଆମେ କଣ ଦେଖିଲେ? ଦାନ ଧର୍ମ ବିଷୟରେ। ପ୍ରଭୁ ଚାହାନ୍ତି ଆମେ ମାନେ କପଟି ପରୀକ୍ଷା ନ ହେଉ। ଯାହାକୁ ଯଦି ଈଶ୍ୱରଙ୍କ ଦୃଷ୍ଟିରେ ଆମେ କିଛି ଦାନ କରିବା ପାଇଁ ଚାହୁଁଛୁ, ଯଦି କାହାକୁ ସାହାଯ୍ୟ କରିବା ପାଇଁ ଚାହୁଁଛୁ, ଯଦି କାହାକୁ କିଛି ଦବା ପାଇଁ ଚାହୁଁଛୁ, ତାହେଲେ ମୋର ପ୍ରିୟ ମାନେ, ତୁମର ତିନି ପଦ ଟିକେ ଆମେ ମାନେ ପଢିବା। କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଣ କରୁଅଛି, ତାହା ତୁମର ବାମ ହସ୍ତ ନ ଜାଣୁ। କଣ ଯଦି ଦକ୍ଷିଣ, ଯଦି ଡାହାଣ ହାତରେ ଆମେ କାହାକୁ ଦାନ କରୁଛୁ, କେତେ ଦାନ କରୁଛୁ, ତାହା କଣ ନ ଜାଣୁ?
आम बाम हाथ न जानू मात्र जदि आमे माने एही प्रकार दान करूचु फोटो उठे सोशल मीडिया रे प्रचार करी अन्य मान को कही मुते देली ताले दक्षिण हस्त जहा करूची बाम हस्त कोन ता सारा पृथ्वी जानिबो अनेक समय दक्षिण हाथ बाम हस्त निज आ निजर स्त्री विषय मध्ये बुझाए आपण माने जो दान करंती अन्य मान को साहाय्य करंती द्वितीय व्यक्ति के न जानू बोली परमेश्वर चाहती अनेक समय आम दक्षिण हस्त दाह दौचु बाम हस्त ता न जानू किंतु आमे अनेक समय देखिबे आमे जो ईश्वर को निमंते किसी दान दबा पाई चाहू ताऊ से आगुतुरा देखिकी कौन करू दीटा हाथ मिसेकी ताको बाहर करके गोटे 10 टंकिया नोट काढ़ी रखी था काले भूल रे किसी गोटे याडू सियाडू जदि बड़टा पळेबो हेले असुविधा किंतु ए प्रकार दान परमेश्वर कौन कहती कपटता द्वितीय विषय आम देखुचे कौन प्रार्थना विषय जो माने प्रार्थना करती आमे माने जानू प्रार्थना करबा एक उत्तम विषय आमे माने जानू एहा 5 और 6 टिके पढंतु पदटा प्रार्थना करिया समय कपटी मानक परि हुओ नाही कारण सेमाने लोक देखाइबा पई समाज गृह ओ छक कोणरे ठिया हुई प्रार्थना करिया को भलो पांती हां से माने कोठी प्रार्थना करिया पई भलो पांती कपटी माने कोन जो माने रोल करूचंती जो माने देखाइबा पई चाहती जो माने प्रकृत रे प्रार्थनाकारी नहोंती प्रार्थना करिया को इच्छा नथिबो किंतु अन्य मान को निकट देखाइबा पई करूतबे से माने कोठी करंती छक स्थान रे करंती आ कोठी करंती समाज गृह रे करंती सेमानकर प्रार्थना घरे से माने प्रार्थना करंती नहीं प्रातः काल उठी की प्रार्थना करंती नहीं रात्रि रे प्रार्थना करंती नहीं परिवार रे प्रार्थना करंती नहीं ताको प्रार्थना करिया पई समय न थाए ताको कोठी प्रार्थना करिया पई इच्छा लागे जदि मंडली मध्ये मते प्रार्थना करिया पई दिया जानता ताले मु प्रार्थना करंती अनेक लोक को देखिबे जदि काहा को प्रार्थना करिया पई दिया जीवो से माने एते दीर्घ प्रार्थना करिवे जे ताकर सकाळ उठीबा ठारू नै की प्रार्थना करिबा पर्यंत जो काम थिबो सब ता भीतर कहि देथिबे प्रभु आ मु तुमको धन्यवाद दूची सकाळ मते उठीबा पई सहाय्य कलो आ मते मुंह धुइया पई सहाय्य कलो प्रभु मु मुंह धुइ सारी की आ मते गामछरे पुछीबा पई सहाय्य कलो प्रभु तापरे मु आसिली घरु आ बाहरी के आसिली मते तुमे गाड़ी जोगैलो सेति पई मु मोर कहबार उद्देश्य से माने गृह रे प्रार्थना करंती नहीं से माने घरे प्रार्थना करंती नहीं जदि कोनोसी कारणवशत से मान को कुआ गला आज अमके भौणी प्रार्थना करिवे आ अमके भाई प्रार्थना करिवे सेतले अचानक पवित्रता से मान को भीतर पळे आसे अचानक साधुवाद तांको भीतर पळे आसे से माने बहुत सजग हे जाने संगे संगे आ एते प्रार्थना करिवे आपण भाबिबे ये व्यक्ति एते प्रार्थनाशील व्यक्ति और प्रिय माने एई प्रकार को माने करंती कपटी माने आमे मान जानिचु प्रार्थना उत्तम होते प्रार्थना करिबा उत्तम होते आ ये प्रार्थना परमेश्वर को सहित चालीबा निमंते एक फाउंडेशनल एलिमेंट्स होते अर्थात मूल द्वार विषय होते बिना प्रार्थना रे हमें परमेश्वर तो चली परिबा नै यह उत्तम विषय होते किंतु ए प्रकार हम मानकर प्रार्थना न हेउ जहा परमेश्वर को चालीबा पई नुए मात्र अन्य मानक दृष्टि रे अटेंशन पाइबा पई अन्य मानक दृष्टि रे कोन पाइबा पई अन्य मानक दृष्टि गोचर होबा पई बा अन्य मानक दृष्टि रे देखै होबा पई ए प्रकार प्रार्थना न करू माने प्रार्थना करबा उत्तम आपण जेते प्रार्थना चाहूचंती घर भीतर करंतु केमति करिवे गुप्त कोठरे कोन लिखा जाए 5 कोन लिखा जाए मु तुमन को
ତୁମମାନଙ୍କୁ ସତ୍ୟ କହୁଛି ସେମାନେ ହଁ ଆପଣା ଆପଣା ପୁରସ୍କାର ପାଇଅଛନ୍ତି। ହଁ କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର। ହଁ। ପୁଣି ତୁମ୍ଭର ଦ୍ୱାର ରୁଦ୍ଧ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର। କୋଉଠି ପ୍ରାର୍ଥନା କରିବ? ପିତାଙ୍କ ଛାମୁରେ, ଲୋକମାନଙ୍କ ସାକ୍ଷାତରେ ନୁହେଁ, ପିତାଙ୍କ ସାମୁରେ ପ୍ରାର୍ଥନା କରିବ। ଆଉ କେମିତିକା? ରୁଦ୍ଧ କୋଠରୀ, କୋଠରୀକୁ କଣ କରିକା? ରୁମକୁ କଣ କରିକି? ବନ୍ଦ କରିକି, ତାକି ତୁମର ଆଉ ପିତାଙ୍କ କଥାବାର୍ତ୍ତା ଭିତରେ ଦ୍ୱିତୀୟ ବ୍ୟକ୍ତି କେହି ନ ଆସୁ। କିନ୍ତୁ ଅନେକ ସମୟରେ ଅନେକ ଲୋକ ଏହି ପ୍ରକାର ପ୍ରାର୍ଥନା କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ଏକୁଟିଆ ରହିଲେ ଶୋଇବା ପାଇଁ ଇଚ୍ଛା ହବ, ଏକୁଟିଆ ରହିଲେ ମୋବାଇଲ ଦେଖିବା ପାଇଁ ଇଚ୍ଛା ହବ, ଏକୁଟିଆ ରହିଲେ ଆହୁରି କେତେ କେତେ କଣ ଖରାପ ବିଷୟ ଚିନ୍ତା କରିବା ପାଇଁ ଇଚ୍ଛା ହବ, ଏକୁଟିଆ ରହିଲେ ବହୁତ ସାରା କାମ ମନେ ପଡିବ। କିନ୍ତୁ ଯଦି ସେମାନଙ୍କୁ ପ୍ରାର୍ଥନା କରିବା ପାଇଁ କୋଉଠି ସୁଯୋଗ ମିଳିଛି, ସେମାନେ ବର୍ଷକ ସାରା ପ୍ରାର୍ଥନା ଥରକର ସାରିଦେବେ। এই ପ୍ରକାର ବ୍ୟକ୍ତି ମାନଙ୍କୁ କଣ କୁହାଯାଏ? କପଟି। ସେମାନେ ପ୍ରକୃତରେ ପ୍ରାର୍ଥନାଶୀଳ ବ୍ୟକ୍ତି ନୁହନ୍ତି। ସେମାନେ ପ୍ରକୃତରେ ପ୍ରଭୁଙ୍କ ନିକଟରେ କଥାବାର୍ତ୍ତା କରିବାର ବ୍ୟକ୍ତି ନୁହନ୍ତି। କିନ୍ତୁ ସେଇ ରୋଲ ବା ସେଇ ଚରିତ୍ରକୁ ସେମାନେ କଣ କରୁଛନ୍ତି? ପ୍ଲେ କରୁଛନ୍ତି, ଦେଖେଇବା ପାଇଁ ଚାହୁଁଛନ୍ତି। କଣ ପାଇଁ? ଅନ୍ୟମାନଙ୍କ ଦୃଷ୍ଟିରେ ଦୃଷ୍ଟିଗୋଚର କରିବା ପାଇଁ, ଅନ୍ୟମାନଙ୍କ ଦୃଷ୍ଟିରେ ନିଜକୁ ଦେଖେଇବା ପାଇଁ ସେମାନେ ଏହି ପ୍ରକାର ଲମ୍ବା ପ୍ରାର୍ଥନା କରନ୍ତି। ସେମାନେ ଛକ ସ୍ଥାନରେ ଛିଡା ହୋଇ, ସେମାନେ ମଣ୍ଡଳୀ ମଧ୍ୟରେ ଛିଡା ହୋଇ, ଯୋଉଠି ଲୋକ ଅଛନ୍ତି ସେଇଠି ତାଙ୍କର ପ୍ରାର୍ଥନା ବାହାରେ। କିନ୍ତୁ ପ୍ରଭୁ ଏ ପ୍ରକାର ପ୍ରାର୍ଥନାକୁ ପସନ୍ଦ କରନ୍ତି ନାହିଁ। ଏ ପ୍ରକାର ପ୍ରାର୍ଥନା କିଏ କରେ? କପଟି ମାନେ କରନ୍ତି। ତାପରେ ମୋର ପ୍ରିୟ ମାନେ ଦେଖୁଛୁ 7 ପଦରୁ ବାକି 14 ପଦ ପର୍ଯ୍ୟନ୍ତ, ଯାହାକି ପ୍ରାର୍ଥନାର ଏକ ମଡେଲ ପ୍ରଭୁ ଶିଖଉଛନ୍ତି, ବା ପ୍ରାର୍ଥନାର ଏକ ପ୍ରିନ୍ସିପଲ, ମୂଳ ବିଷୟ ପ୍ରଭୁ ଆମକୁ ଶିଖଉଛନ୍ତି। ସେଇଟା ମାନେ ଆସନ୍ତା ଭାଗରେ, ଆସନ୍ତା କାଲିକୁ ଆମେ ମାନେ ଦେଖିବା, ଆସନ୍ତା ଭାଗରେ ଦେଖିବା। କିନ୍ତୁ ଆଜି ଆମେ ଦେଖୁଛନ୍ତି କଣ? 3 ଗୋଟି ଏକ୍ସାମ୍ପଲ ପ୍ରଭୁ ଦେଇକି ଆମକୁ ସଚେତନ କରିବା ପାଇଁ ଚାହୁଁଛନ୍ତି କପଟତା ବିଷୟରେ। ପ୍ରଥମ ବିଷୟ କଣ? ଦାନ ଧର୍ମ ବିଷୟରେ। ଦ୍ୱିତୀୟ ବିଷୟ କଣ? ପ୍ରାର୍ଥନା ବିଷୟରେ। ଆଉ ତୃତୀୟ ବିଷୟ କଣ? ଯାହାକି ଆମେ ମାନେ 16 ପଦରୁ 18 ପଦ ଭିତରେ ପାଇବା, ତାହା ହେଲା କଣ? ଉପବାସ। 16ରୁ 18 ଟିକେ ପଢିବା ମାନେ। ଉପବାସ କରିବା ସମୟରେ କପଟିମାନଙ୍କ ପରି ବିଷଣ୍ଣ ବଦନ ହୁଅ ନାହିଁ। ହଁ, ଉପବାସ ବେଳେ ମଧ୍ୟ ଲୋକମାନେ କଣ କରନ୍ତି? ରୋଲ କରନ୍ତି। କଣ କରନ୍ତି? ଅଭିନୟ କରନ୍ତି। ଦେଲା ବେଳେ ତ ଅଭିନୟ, ପ୍ରାର୍ଥନା ବେଳେ ତ ଅଭିନୟ, ଉପବାସ କଲା ବେଳେ ମଧ୍ୟ ଅଭିନୟ। କେମିତି ଅଭିନୟ କରନ୍ତି ସେମାନେ? କାରଣ ଗାଧୁଆ ପାଧୁଆ କରିଥିବେ, ବାକି ବିଷୟ କରିଥିବେ, ଆଉ କଣ? ଆଉ ସେମାନେ ସେଦିନ ଭାତ ଖାଇବେ ନାହିଁ। ଯଦି ଖାଇବେ, ଉଷୁନା ଚାଉଳ ଖାଇବେ ନାହିଁ। କଣ ଚାଉଳ ଖାଇବେ? ଅରୁଆ ଚାଉଳ, ଯେମିତିକା ଭାସିବ। 4 ଜଣ ଜାଣିବେ କଣ? ଇଏ ଆଜି ଉପବାସ କରିଛି। ଉପବାସ କରିବା ପୂର୍ବ ଦିନ ଅର୍ଡର ଥିବ କଣ? ଟିକେ ଆମର କଣ ଆଣିବ? ଫଳମୂଳ ଟିକେ ଆଣିବ। କାହିଁକି? କାଲି ଉପବାସ ଅଛି। ଦହି ଆଣିବ, କ୍ଷୀର ଆଣିବ, ଦାମିକା ଫ୍ରୁଟ୍ସ ଆଣିବ। ବାକି ବିଷୟ କଣ ପାଇଁ ଆଣିବ? ନା, ଆମର ଆଜି ଉପବାସ ଅଛି। କଣ ପାଇଁ? ତୁମେ ଖାଇଛ ନ ଖାଇଛ, ତୁମ ପେଟ ଭିତରେ କିଏ ଦେଖିବ କି ଯାଇକି? ତୁମେ ଉପାସ ଅଛ କି ପାଣି ପିଇଛ, କଣ କରୁଛ, ସେଟା ଦେଖିବେ କି କେହି ବାହାର ଲୋକ? ଦେଖିପାରିବେନି। ସେଥିପାଇଁ ଏ ସକଳ ସିଷ୍ଟମ ଅଛି। କଣ ପାଇଁ? ମୁଁ ଉପବାସ କରୁଛି, ମତେ ଦେଖେଇବାର ଆବଶ୍ୟକତା ଅଛି। ତାକି ଲୋକମାନେ କହିବେ, ବାପା କେତେ ଧାର୍ମିକ ଇଏ, ନ ଖାଇକି ରହିଯାଉଛି। କଣ ପାଇଁ? ଈଶ୍ୱରଙ୍କ ପାଇଁ ନ ଖାଇକି ରହିଯାଉଛି। କଣ ପାଇଁ? ଧର୍ମ କର୍ମ କରିବା ପାଇଁ। କେତେ ଧାର୍ମିକ ପବିତ୍ର ବ୍ୟକ୍ତି। এই ପ୍ରକାର ବ୍ୟକ୍ତି ମାନଙ୍କ ମଧ୍ୟ ପେଟରେ ଖାଦ୍ୟ ଥାଉ ନଥାଉ, ବାକି ଅନେକ ଆବର୍ଜନା ଯାକ ପଶିକି ଅଛି।
केमती जानिबा ईश्वर वाक्य कुए जहाँ भीतर बाहरे ता तुमको सूची करे तुम उदरु जहाँ बाहरे ता तुमको सूची करे कथावार्ता व्यवहार आचरण शब्द समस्त विषय कौन करे हमको असूची करे किंतु आमे माने लोक मान को जणेवा पई चेष्टा करू कि मु आज उपवास करिछि खाली सेति कि नुए कोन पढंतु टिके तापरे କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ ଆପଣ ଆପଣା ମୁଖ ମଳିନ କରନ୍ତି ଆପଣ ଆପଣ ମୁଖକୁ ସୁଖେଇକି ରଖନ୍ତି ମଳିନ କରନ୍ତି ତାକି ଦେଖିବା ପାଇଁ ଚାହାନ୍ତି ପରମେଶ୍ୱରଙ୍କ ନିମନ୍ତେ ମୁଁ କେତେ କଷ୍ଟ କରୁଛି ତାପରେ ମୁଁ ତୁମମାନଙ୍କୁ ସତ୍ୟ କହୁଛି ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର ତୁମେ ମାନେ ଉପବାସ କଲା ବେଳେ କଣ କର ତୁମର ମୁହଁକୁ ସେମିତିକା ଧୁଅ ଯାହାକି ଶୁଖିଲା ପରିକା ନ ରହୁ ଆଉ ତୁମ ମସ୍ତକରେ ତେଲ ଥାଉ ମସ୍ତକରେ ତେଲ ମାନେ ଏଇ ବାସ୍ନା ତେଲ ଲଗେଇବା କଥା ଲେଖା ହଉନି ତେଲ ଲଗେଇବା ଦରକାର ତୁମ ଚୁଟି ନୁଖୁରା ନ ରଖିବା ଭଲ କିନ୍ତୁ ତେଲ ଥାଉ ମାନେ କଣ ପରମେଶ୍ୱରଙ୍କର ଆତ୍ମାଙ୍କ ଉପସ୍ଥିତି ତୁମ ଉପରେ ଥାଉ ଯେତେବେଳେ ଉପାସନା କରୁଛ ସେତେବେଳେ ତୁମ ମୁଖର କଣ ଲାଗୁ ମୁହଁ ଧୁଅ ମାନେ ଖାଲି ଏଇ ଫେସ୍ ୱାଶ ଲଗେଇକି ମୁହଁ ଧୋଇଲେ ହେବ ନାହିଁ ତୁମ ମୁହଁ ସତେଜ ଥାଉ କେତେବେଳେ ତୁମ ମୁହଁ ସତେଜ ଥିବ ମନେ ପକାନ୍ତୁ ମୂଷାଙ୍କ କଥା ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ ଛାଡିକି ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସେ କୁଆଡେ ଗଲେ ସିନାଇ ପର୍ବତକୁ ଗଲେ ଆଉ ସିନାଇ ପର୍ବତରୁ ଯେତେବେଳେ 40 ଦିନ ଉପବାସ କରିକି ଫେରୁଛନ୍ତି ଦିନ ରାତି କିଛି ଖାଉନାହାନ୍ତି କି କିଛି ପିଉନାହାନ୍ତି କେତେ ଜଣ କେତେ ଦିନ 40 ଦିନ ପରମେଶ୍ୱରଙ୍କ ସମ୍ମୁଖରେ ରହୁଛନ୍ତି 40 ଦିନ ବିନା ଖାଇବା ବିନା ଜଳ ବିନା ଅନ୍ନରେ 40 ଦିନ ରହୁଛନ୍ତି ଆଉ 40 ଦିନ ପରେ ଯେତେବେଳେ ଫେରୁଛନ୍ତି ତଳକୁ ଓହ୍ଲେଇ ଆସୁଛନ୍ତି ତାଙ୍କ ମୁହଁ କେମିତି ଦେଖାଉଛି तेजोमय देखाउची फ्रेशनेस देखाउची उज्ज्वलता देखाउची सेही उज्ज्वलता विषय लिखा जाए एठी पानी रे बा साबुन रे मुंह धोया पे कुआ जाए नहीं अनेक लोक नले उपवास दिन खाली 4 थर मुंह धोइबे जाई ना से विषय लिखा जाए नहीं परमेश्वर हमको कहवा पे चाहती उपवास समय रे उपवास जेतले आमे माने खाद्य को परित्याग करिताउ आमे खाद्य को नेग्लेक्ट एथि पई करताउ ताकि अधिक समय आमे परमेश्वर सहित काटी पारिबा नले तुम रोषई करिबारे खाली समय पळेबो उपवास दिन तुमे खाली नले कोन खाइबो मु सकाळ खाइ नाही खरा बेले कोन करिबी भल किना दीटा खाइबी सेति पई कोन दरकार माछ आनिबो केलेइबो बनेइबो रोषई करिबो मांस आनिबो मसला बाटिबो रोषई करिबो बाकी कोन भलो भलो खाद्य बनेइबो काई कि मु आज सकाळ फास्टिंग अछि अनेक लोक देखिबो छाड़ खाई करंती मासकर खाइबा केबे खाइबे ता पर दिन काई कि छाड़तिलो की कहले छाड़िया पे मोर प्रिय माने उपवास एथि पई हमें माने करू हम खाद्य ठारू दूरे की रहिबा परमेश्वर को निकटवर्ती होबा रोषई रु दूरे की रहिबा परमेश्वर को निकटवर्ती हेबा बाकी विभिन्न काम रु दूरे की रहिबा परमेश्वर को निकटवर्ती हेबा कोन हमें माने उपवास एई प्रकार करूछु की कोन हमें उपवास दिन अधिकार अधिका प्रभु को सहित बसी पारुछु की प्रार्थना करि पारुछु की उपासना करि पारुछु की वाक्य ध्यान करि पारुछु की परमेश्वर को रोब किछि हमें सुनी पारुछु की सेथि पई लिखा जाईछि तुमे माने उपवास करो कोन पई ए सकल विषय रु पृथक करो आ जदि तुमे खाइबो नाही ताले काम को जीवन नाही काम काहे की करछु रोजगार काहे की करछु पेट पई करछु जदि उपवास करिबी यारे काम को मते जीवी रोजगार करी कोन करिवो परमेश्वर कहती उपवास माने कार्यरु रोषेई रु बाकी समस्त विषय रु
ଖାଦ୍ୟରୁ ନିଜ ଲାଳସାରୁ ଅଭିଳାଷାରୁ ସମ୍ପୂର୍ଣ୍ଣ ରୂପେ କଣ କରିବାର ଅଛି ପରିତ୍ୟାଗ କରିକି ଆମେ ଅଧିକା ସମୟ କାହା ନିମନ୍ତେ ଦବା ଉପବାସ ପ୍ରାର୍ଥନାରେ ବସି ପ୍ରଭୁଙ୍କର ସହବର୍ତ୍ତୀ ହବା। ଆଜି କେତେ ଜଣ ଉପବାସ କରିବା ପାଇଁ ଚିନ୍ତା କରିଛନ୍ତି ଟିକେ ଆପଣ ହାତ ଉଠେଇବେ କି? କାହିଁକି ଶନିବାର ଆମର ଗ୍ରେସ୍ ଫେଲୋସିପ ର ଫାଷ୍ଟିଂ ଡେ ଯୋଉମାନେ କରୁନାହାନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ପ୍ରଭୁଙ୍କ ଠାରେ ଆପାତତଃ ସପ୍ତାହକୁ ଗୋଟେ ଦିନ ଉପବାସରେ ବସନ୍ତୁ। ଆଉ ଗ୍ରେସ୍ ଫେଲୋସିପ ର ଉପବାସ ପ୍ରାର୍ଥନା ଦିନ ଭାବରେ ଶନିବାରକୁ ଘୋଷଣା କରାଯାଇଛି କି ମଣ୍ଡଳୀର ସମସ୍ତ ଲୋକ ଆପାତତଃ କୋଉ ଦିନ କରୁ ନ କରୁ ଲାଷ୍ଟ ଶନିବାର ଦିନଟା କଣ କରିବାର ଅଛି ଆମକୁ ଉପବାସ କରିବାର ଅଛି। ଆମର ଉପବାସ ଏମିତିକା ହବା ଦରକାର ଜଙ୍ଗଲକୁ କାଠ ଆଣିତେ ଯିବା ଆଉ ଉପବାସରେ ଥିବା। କେତେବେଳେ ଆସିବା ଦିନ 2ଟା ବେଳକୁ ଆସିବା ଆସି କଣ କରିବା ପ୍ରଭୁ ଧନ୍ୟବାଦ ପଖାଳ ଖାଇକି ପୁଣି ଶୋଇପଡିବା। ଆମର ଉପବାସ ଏମିତିକା ନ ହେଉ। ଏମିତି ଉପବାସ କୋଉମାନେ କରନ୍ତି କପଟି ମାନେ କରନ୍ତି। କଣ ପାଇଁ କରନ୍ତି ତାଙ୍କର ଇଚ୍ଛା ନାହିଁ କିନ୍ତୁ ଦେଖେଇବା ପାଇଁ କରନ୍ତି ଅନ୍ୟମାନଙ୍କୁ ଦେଖେଇବା ପାଇଁ କରନ୍ତି। ସେଥିପାଇଁ କଣ ଲେଖାଯାଏ ତୁମେ ମାନେ ଯେତେବେଳେ ଉପବାସ କର କଣ କର ତୁମେ ମୁଖକୁ ପ୍ରକ୍ଷାଳନ କର। ଆରେ ମୁଖ ତୁମର ସତେଜ କେମିତି ହବ ଯେତେବେଳେ ପରମେଶ୍ୱରଙ୍କ ଉପସ୍ଥିତି ରହିବ ପରମେଶ୍ୱରଙ୍କ ତେଜ ତୁମ ମୁଖରେ ଆସିବ ଯେମିତିକା ମୂଷାଙ୍କ ମୁଖରେ ଆସିଥିଲା। ଆଉ କଣ ତୁମ ମସ୍ତକରେ ତୈଳ ଲଗାଅ। ତୈଳ ମାନେ କଣ ପବିତ୍ର ଆତ୍ମାଙ୍କ ଅଭିଷେକ। ଯେତେ ପର୍ଯ୍ୟନ୍ତ ତୁମେ ପରମେଶ୍ୱରଙ୍କ ନିକଟରେ ଅଧିକରୁ ଅଧିକ ବସିବ ନାହିଁ ପ୍ରାର୍ଥନା କରିବ ନାହିଁ ଉପାସନା କରିବ ନାହିଁ ତୁମ ମସ୍ତକରେ ତୈଳ ଆସିବ କୋଉଠୁ? ଅଭିଷେକ ପାଇବ କେମିତିକା? ଆମେ ମାନେ ଉପବାସ ପ୍ରାର୍ଥନାରେ ବସୁ କିନ୍ତୁ ମସ୍ତକରେ ତୈଳ ନଥାଏ ବହୁତ କଚଡା ବିଷୟ ଥାଏ ବହୁତ ଅପରିଷ୍କାର ବିଷୟକୁ ନେଇକି ଆମେ ମାନେ ବସିଥାଉ। କିନ୍ତୁ ପ୍ରଭୁ କହନ୍ତି ତୁମ ମସ୍ତକରେ ତୈଳ ଲଗାଅ ଆଉ ଆପଣ ମୁଖକୁ କଣ କର ପ୍ରକ୍ଷାଳନ କର। ପ୍ରଭୁଙ୍କ ଚମକ ତୁମ ମୁଖରେ ଆସୁ ପ୍ରଭୁଙ୍କ ଅଭିଷେକ ତୁମ ମସ୍ତକ ଉପରେ ଆସୁ ପ୍ରଭୁଙ୍କର ଯୋଉ ମୁଖର ତେଜ ତୁମ ଉପରେ ପ୍ରକାଶିତ ହେଉ। ତାପରେ ପଢନ୍ତୁ ଟିକେ ଯେପରି ତୁମେମାନେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ। ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି ସେ ସବୁ ଫଳ ଦେବେ। କିଏ ଆମକୁ ଫଳ ଦେବେ? ପିତା ଦେବେ। ଆମେ ଯଦି ଉପବାସ କରୁଛୁ ଆମକୁ ଫଳ ଦେବାର ବ୍ୟକ୍ତି ହେଲେ ପରମେଶ୍ୱର। ତେବେ ଆମେ ସେମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆମକୁ ଉପବାସ କରିବାର ଅଛି ନା କି ଲୋକମାନଙ୍କ ସାକ୍ଷାତରେ। ଆମକୁ ପରମେଶ୍ୱରଙ୍କ ନିକଟରେ ଉପବାସ କରିବାର ଆବଶ୍ୟକତା ଅଛି। ତେବେ ଏ 3 ଗୋଟି ଏକ୍ସାମ୍ପଲ ବା 3 ଗୋଟି ଉଦାହରଣ ଦ୍ୱାରା ଯୀଶୁ ଆମକୁ ଏଇ ବିଷୟ କହିବା ପାଇଁ ଚାହାନ୍ତି ଆମର କୌଣସି ଧାର୍ମିକତା କାର୍ଯ୍ୟ ଅନ୍ୟମାନଙ୍କ ନିକଟରେ ଦେଖେଇବା ପାଇଁ ନ ହେଉ ବା ଲୋକମାନଙ୍କ ଠାରୁ ଆମେ ମାନେ ସମ୍ମାନ ବା ଗୌରବ ପାଇବା ପାଇଁ ନ କରୁ। କାରଣ କପଟି ମାନେ ସେଇ ପ୍ରକାର କରନ୍ତି। କପଟି ମାନେ ଦାନ ଧର୍ମ କରନ୍ତି, କପଟି ମାନେ ଲମ୍ବା ପ୍ରାର୍ଥନା କରନ୍ତି, କପଟି ମାନେ ଉପବାସ କରନ୍ତି କିନ୍ତୁ କାହିଁକି କରନ୍ତି? ଅନ୍ୟମାନଙ୍କ ନିକଟରେ ନିଜକୁ ଗୌରବାନ୍ୱିତ କରିବା ପାଇଁ। କିନ୍ତୁ ଯୀଶୁ ଆମକୁ କହିବା ପାଇଁ ଚାହାନ୍ତି ଏ ବିଷୟରେ ବି ଅୱେର ହେବା ପାଇଁ ସଚେତନ ହେବା ପାଇଁ ସାବଧାନ ହେବା ପାଇଁ। କାହିଁକି এই ପ୍ରକାର ବ୍ୟକ୍ତି এই ପ୍ରକାର ବିଷୟ ଯଦି ଆଜି ଆମେ ମାନେ କରୁଛୁ ତାହେଲେ ପରମେଶ୍ୱରଙ୍କୁ ମହିମାନ୍ୱିତ କରୁନାହୁଁ କାହାକୁ କରୁଛୁ? ନିଜକୁ ମହିମାନ୍ୱିତ କରୁଛୁ। ପରମେଶ୍ୱରଙ୍କର ଉପାସନା କରୁନାହୁଁ କାହାର ଉପାସନା କରୁଛୁ? ନିଜର ପ୍ରଶଂସା କରୁଛୁ, ନିଜର ମହିମା କରୁଛୁ। ପରମେଶ୍ୱରଙ୍କର ଉପାସନା କରିବା ପାଇଁ ଆମକୁ କୁହାଯାଏ କିନ୍ତୁ ଆମେ এই ପ୍ରକାର କାର୍ଯ୍ୟ ଦ୍ୱାରା ଆମେ କାହାକୁ ଗୌରବାନ୍ୱିତ କରୁଛୁ? ନିଜକୁ ଉଚ୍ଚୀକୃତ କରୁଛୁ, ନିଜକୁ ଗୌରବାନ୍ୱିତ କରୁଛୁ। କିନ୍ତୁ ମୋର ପ୍ରିୟ ମାନେ ବହୁତ ସାବଧାନ ପ୍ରଭୁ ଯୀଶୁ ଆମକୁ ଏ ବିଷୟ ସାବଧାନ କରିବା ପାଇଁ ଚାହାନ୍ତି। କାହିଁକି? ଆପଣ ଯୋଉ ପରମେଶ୍ୱରଙ୍କୁ ଉପାସନା କରୁଛନ୍ତି ବା ଯୋଉ ପରମେଶ୍ୱରଙ୍କୁ ଜାଣିଛନ୍ତି ବା ଯୋଉ ପରମେଶ୍ୱରଙ୍କ ନିମନ୍ତେ ବସିଛନ୍ତି ବା ଯୋଉ ପରମେଶ୍ୱରଙ୍କ ନାମରେ ଆପଣ ମାନେ ଏଇ ପ୍ରକାର ରୋଲ କରୁଛନ୍ତି ବା ଏଇ ପ୍ରକାର ଅଭିନୟ କରୁଛନ୍ତି
से परमेश्वर को आपको जानिबार आवश्यकता अछि। से परमेश्वर कौन अटंती द्वितीय विवरणी 6:15 आमे माने देखे पढ़िबा। द्वितीय विवरणी 6:15 रे Deuteronomy 6:15 हेले सदाप्रभु तुम परमेश्वरଙ୍କ क्रोध तुम प्रतिकूଳରେ प्रज्वलित ହେବ ଓ ସେ ଭୂମଣ୍ଡଳରୁ ତୁମକୁ ବିନାଶ କରିବେ କାରଣ यदि ई प्रकार विषय तुमे माने करो ताले सदा प्रभु को क्रोध कोन हेबो प्रज्वलित हेबो आउ तुमको भूमंडल कोन कर देबे विनाश कर देबे पृथ्वी कोन करिवे तुमको विनाश कर देबे काहे की करिवे पढंतु କାରଣ ତୁମ ମଧ୍ୟବର୍ତ୍ତୀ ସଦାପ୍ରଭୁ ତୁମ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟନ୍ତି। आमेन। तुम्हें जो परमेश्वर को उपासना करूचो प्रार्थना करतो से परमेश्वर कोन अटंती सो गौरवर रक्षाकारी उद्योगी परमेश्वर से निज गौरव सब बेले रक्षा पाई तत्पर थांती से ताको गौरव आउ काहाकू देबे नाही से ताको स्थान आउ काहाकू देबे नाही से ताकर प्रशंसा आउ काहाकू देबे नाही जदि के नबा पाई चाहूची ईश्वर कोंती ताको भूमंडल पृथ्वी संपूर्ण पे कोन कर देबे विनाश कर देबे। एबे मोर प्रिय माने जदि कपटता सहित आमे ए प्रकार कार्य करिबा परमेश्वर कोंती ए सकल विषय प्रभु कोन करिवे विनाश कर देबे। मोर प्रिय माने तेबे आमे माने सावधान हेबार आवश्यकता अछि। परमेश्वर को दृष्टि रे हमर धार्मिकता प्रकाश पाइबार आवश्यकता अछि ना कि लोक मानक दृष्टि रे। गोटे प्रश्न उठे मोर प्रिय माने जदि मनरे एमिति का मुई तो वाक्य स्टडी करतली एमिति का विषय मो मनरे आसिला कि प्रभु चाहूचते आमे लोक मान को देखानिया रे किछि न करू तेबे माथ्यू लिखित 5:16 विषय कोन करिबा कोन लिखा जाय तार पूर्व चैप्टर आमे माने पढी के आस्तिले 5:16 फटाफट देखन टिके कोन लिखा जाय ସେହି ପ୍ରକାରେ ତୁମମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ। बाबा कोन लिखा जी तुम मन का आलोक कोठी प्रकाश पाऊ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ। तुम साक्षातर प्रकाश पाऊ एठी हमें 6 अध्याय देखुचंदी प्रभु कहउचंदी जहा करछो तो दक्षिण हस्त वाम हस्त न जानू एते भयंकर विषय ए लोक ए विषय को नेकी लोक माने अनेक समय बाट बनाई जाइताउ काहे कि ज्ञान रो अभाव तो हमें माने विनष्ट होई जिबा हमको बुझीबार आवश्यकता अछि मोर प्रिय माने हमर लाइट हमर ज्योति अन्य मान के प्रकाशित हेबो किंतु हमर इंटेंशन कोन तन जानिबार आवश्यकता अछि हम उद्देश्य कोन हम परमेश्वर को गौरवान्वित करछु ना निज को गौरवान्वित करिया पे चाहूछु। जदि हम काहा को दान करूछु जहा को दान करछु सेही व्यक्ति जन को जानू तारी पाखरे हमर आलोक प्रकाशित हेउ ना कि आउ 50 जन को पाखरे जो माने पाई नांती से मान के पाखरे प्रकाश करंतु नाही आलोक आमे जन को देई कि केते जन को पाखरे प्रकाश करू सारा सोशल मीडिया रे सारा गां सा लोक मान गटारे किंतु प्रभु कोंती तुमर आलोक प्रकाश पाऊ किंतु का पाखरे प्रकाश पाऊ जहा को तुमे दउचो दक्षिण हस्त जानू वाम हस्त न जानू अर्थात तार आउ गोटे अर्थ मध्य जदि तुमको आलोक प्रकाश करिबार अछि केवल तुमको जन को सहाय्य करिकि रहो नाही तापरे मध्य तुमे कार्य को कंटिन्यू करो जन को दया करिकि रहो नाही ए कार्य को कंटिन्यू करो थरे प्रार्थना करिकि रहो नाही ए कार्य को कोन करो कंटिन्यू करो आ प्रार्थना कोठी करो लुकायित भाबरे परमेश्वर को निकट रे अन्य मान को निकट रे नय मंडली रे प्रार्थना करे पे दिया होची करो किंतु परमेश्वर को गौरव निमंते करो निजर गौरव निमंते नय उपासना करिया पे दिया होची उपासना परमेश्वर को निमंते करो निज को गौरवान्वित करिया पे नय तुम आलोक सेही मान को पाखे प्रकाश पाऊ जो मान को तुमे सहाय्य करिया पे चाहूचो समस्त को पाखे नय पुलपिट न मिलले हमें प्रचार करि परिबा नाही एमिति का विषय नाही
ଯଦି ସାମ୍ନାକୁ ନ ଯିବା ତାହେଲେ ଆମେ ମାନେ ଉପାସନା କରିପାରିବା ନାହିଁ, ଏପରି କିଛି ବିଷୟ ନାହିଁ। ଅନେକ ଲୋକ ଚାହାନ୍ତି ମୋ ହାତରେ ମାଇକ୍ରୋଫୋନ ରହିଲେ ହିଁ ମୁଁ ଉପାସନା କରିପାରିବି। ଅନେକ ଲୋକ ଚାହାନ୍ତି ମତେ ଲିଡିଂ ମିଳିଲେ ହିଁ ମୁଁ କରିପାରିବି। ଅନେକ ଲୋକ ଚାହାନ୍ତି ମୁଁ ସାମ୍ନାରେ ମୋତେ ଯଦି ସମସ୍ତେ ଛିଡା ହେବା ପାଇଁ କହିବେ ମୁଁ ଉପାସନା କରିବି। ଯୋଉ ବ୍ୟକ୍ତି ଘରେ ଉପାସନା କରିବା ପାଇଁ ଇଚ୍ଛା କରୁନଥିବ, ଅନେକ ଲୋକ ଅଛନ୍ତି ସେମାନେ ପ୍ରଭୁଙ୍କର ଉପାସନା କଲା ବେଳେ ଲେଟ ରେ ପହଞ୍ଚିବେ। କାହିଁକି? ଏବେ ମଣ୍ଡଳୀରେ ଉପାସନା ଚାଲିଥିବ, ଯିବାନି, ଉପାସନା ସରିଯାଉ ଏକାଥରେ ବାକ୍ୟ ବେଳେ ପହଞ୍ଚିବା। ସେମାନେ ଉପାସନା ସମୟରେ କେବେ ମଣ୍ଡଳୀକୁ ଆସନ୍ତିନି। ସେମାନେ କେତେବେଳେ ଆସନ୍ତି? ଉପାସନା ସରିଲା ପରେ ଆସନ୍ତି, ଲେଟ ରେ ଆସନ୍ତି। 10ଟାରେ ଉପାସନା ହେଲେ ସେମାନେ 10:40ରେ ଆସିବେ। ହଁ, ଏବେ ତ ଉପାସନା ଚାଲିଥିବ, କିନ୍ତୁ ସେଇ ବ୍ୟକ୍ତିଙ୍କୁ ଆପଣ ଦେଖନ୍ତୁ, ଯଦି ଦାୟିତ୍ୱ ଦିଆଯିବ ତୁମେ ଆସନ୍ତା ସପ୍ତାହରେ ମଣ୍ଡଳୀରେ କଣ କରିବ, ଉପାସନା କରିବ, ସେ ବ୍ୟକ୍ତି କେତେବେଳେ ଆସିବ? 10:05 ଥିବ ପଳେଇ ଆସିବ ମଣ୍ଡଳୀକୁ। କାହିଁକି? ମତେ ଆଜି ଉପାସନା ମିଳିଛି, ମୁଁ ଉପାସନା ଦାୟିତ୍ୱ ନେଇଛି, ମୁଁ ଉପାସନା କରିବି। ଯଦି ନ ମିଳିବ କେତେବେଳେ ଆସିବ ସେ ବ୍ୟକ୍ତି? 10:45ରେ ଆସିବ, 11ଟାରେ ଆସିବ। କାହିଁକି? କଣ ପାଇଁ ଆମେ ଉପାସନା କରିବା ପାଇଁ ଚାହୁଁଛ? ଲୋକଙ୍କୁ ଦେଖେଇବା ପାଇଁ? ଅନେକ ସାରା ଆମ ଜୀବନରେ ଏଇ ପ୍ରକାର କାର୍ଯ୍ୟ ଅଛି ମୋର ପ୍ରିୟ ମାନେ, ଯୋଉ କାର୍ଯ୍ୟକୁ ପରମେଶ୍ୱର ଘୃଣା କରନ୍ତି। ଆମର ପ୍ରତ୍ୟେକ କାର୍ଯ୍ୟ ପରମେଶ୍ୱରଙ୍କ ନିମନ୍ତେ ହେବାର ଆବଶ୍ୟକତା ଅଛି। ପରମେଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଦେବାର ଆବଶ୍ୟକତା ଅଛି, କରିବାର ଆବଶ୍ୟକତା ଅଛି। ସେଥିପାଇଁ ଯଦି ଆମେ ମାନେ କରୁନାହୁଁ, ତା ମାନେ ଆମେ ମାନେ କଣ? କପଟି ଅଟୁ। ପରମେଶ୍ୱର ଏଇ ପ୍ରକାର ଧର୍ମ କର୍ମକୁ ଘୃଣା କରନ୍ତି। ସେଥିପାଇଁ ମାଥ୍ୟୁ ଲିଖିତ ସୁସମାଚାର 6:1-18 ମଧ୍ୟରେ ପରମେଶ୍ୱର ଆମକୁ ଚେତାବନୀ ଦେବା ପାଇଁ ଚାହାନ୍ତି 3 ବିଷୟରେ। ଯେତେବେଳେ ତୁମେ ମାନେ ଦାନ ଦେଉଛ, ସାବଧାନ ରୁହ। ଯେତେବେଳେ ତୁମେ ପ୍ରାର୍ଥନା କରୁଛ, ସାବଧାନ ରୁହ। ଯେତେବେଳେ ତୁମେ ଉପବାସ କରୁଛ, ସାବଧାନ ରୁହ। ତୁମର ଉପବାସ, ତୁମର ପ୍ରାର୍ଥନା, ତୁମର ଦାନ ଅନ୍ୟକୁ ଦେଖେଇବା ପାଇଁ ନ ହେଉ, ଅନ୍ୟ ପାଖରୁ ଗୌରବ ପାଇବା ପାଇଁ ନ ହେଉ, ମାତ୍ର ପରମେଶ୍ୱରଙ୍କୁ ସନ୍ତୁଷ୍ଟ କଲା ପରି। ଆମେନ୍। ଯଦି ଏ ପ୍ରକାର ଆମେ ମାନେ କରୁନାହୁଁ ମୋର ପ୍ରିୟ ମାନେ, ତାହେଲେ ପରମେଶ୍ୱରଙ୍କ ଦୃଷ୍ଟିରେ ଆମେ ଗ୍ରହଣୀୟ ହେଇପାରିବା ନାହିଁ। ଯଦି ଆମକୁ କିଛି ଦାୟିତ୍ୱ ମିଳିବ ତାହେଲେ ଆମେ ମାନେ ମଣ୍ଡଳୀ ଆଗେଇ ଯିବା, ନହେଲେ ଯିବାନି, ସବୁଠୁ ଲାଷ୍ଟରେ ଯିବା। ତା ମାନେ କଣ? ଆମେ ଅନ୍ୟକୁ ଦେଖେଇବା ପାଇଁ ଚାହୁଁଛୁ। ଗୁପ୍ତରେ ପରମେଶ୍ୱର ଦେଖନ୍ତି ତୁମେ କେତେ ପ୍ରଭୁଙ୍କ ନିମନ୍ତେ ଉଦ୍ଯୋଗୀ, କେତେବେଳେ ବାହାରିକି ଆସୁଛ ଘରୁ, କେତେବେଳେ ତୁମ ମନରେ କ୍ଷୁଧା ଆସୁଛି। ତୁମ ମନରେ କେତେ କ୍ଷୁଧା ଆସୁଛି। ମୋର ପ୍ରିୟ ମାନେ, ଏଇ ସକାଳର ପ୍ରାର୍ଥନା ଆରମ୍ଭ ହେବା ଠାରୁ ମୋର ମଧ୍ୟ ଅଭ୍ୟାସ ନଥିଲା ବେଶୀ ମୁଁ ଭୋରୁ ଉଠିକି ପ୍ରାର୍ଥନା କରିବାର। କାରଣ ମୁଁ ଲେଟ୍ ନାଇଟ୍ରେ ଶୁଏ, ଲେଟ୍ରେ ପ୍ରାର୍ଥନା କରି ଶୁଏ, ଲେଟ୍ରେ ବାଇବେଲ ଷ୍ଟଡି କରେ, ଲେଟ୍ ରାତି 1, 1:30, 2ଟା ପର୍ଯ୍ୟନ୍ତ ମୁଁ ବାଇବେଲ ଷ୍ଟଡି କରି ଦେଖେ। ନିରୋଳା ସମୟ ମିଳେ ମତେ ବାଇବେଲ ଦେଖିବା ପାଇଁ, ପ୍ରାର୍ଥନା କରିବା ପାଇଁ ବା ବାକ୍ୟ ଧ୍ୟାନ କରିବା ପାଇଁ। କିନ୍ତୁ ପ୍ରାର୍ଥନା ଆରମ୍ଭ ହେଲା ଠାରୁ ଯଦି ବା ନିଦ କମ୍ପ୍ଲିଟ ନ ହୁଏ, ତଥାପି ପ୍ରତ୍ୟେକ 15-20 ମିନିଟରେ ଛକ ଛକ ହେଇକି କଣ ଭାଙ୍ଗେ? ନିଦ ଭାଙ୍ଗୁଛି। କାହିଁକି ଭାଙ୍ଗେ? କେତେବେଳେ ଷ୍ଟାର୍ଟ ହବ କି? ଟାଇମ ହେଇଗଲା କି? ଲୋକମାନେ ଅପେକ୍ଷା କରିଥିବେ କି? ଆପଣଙ୍କ ଭିତରେ ଏ କ୍ଷୁଧା ପରମେଶ୍ୱର ଦେଖନ୍ତି। ଆପଣ କଣ ଦେଖେଇବା ପାଇଁ ଚାହୁଁଛନ୍ତି, ପରମେଶ୍ୱର ତା ଦେଖନ୍ତି ନାହିଁ। ଯାହା ଢାଙ୍କିକି ରଖିଛନ୍ତି, ପରମେଶ୍ୱର ତା ଦେଖିବା ପାଇଁ ଚାହାନ୍ତି। ମୋର ପ୍ରିୟ ମାନେ, ଆମର ଧାର୍ମିକତା ବା ଆମର ଧାର୍ମିକ କାର୍ଯ୍ୟ ସକଳ ଅନ୍ୟମାନଙ୍କ ଦୃଷ୍ଟିରେ ଦେଖେଇବା ପାଇଁ ନ ହେଉ, ଅନ୍ୟମାନଙ୍କ ଠାରୁ ପ୍ରଶଂସା ପାଇବା ପାଇଁ ନ ହେଉ, କଣ ପାଇଁ ହେଉ? ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ। ଆମେନ୍। ତେବେ ମୋର ପ୍ରିୟ ମାନେ, ଆଜିର ବାକ୍ୟ ଆମକୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରୁ। ଆଉ ଏ ବାକ୍ୟକୁ ନେଇକି ଆମେ ମାନେ ପ୍ରାର୍ଥନା କରିବା, ମୁଁ କପଟି ମାନଙ୍କ ପରି ହେବି ନାହିଁ। ଯଦି ମୁଁ ପରମେଶ୍ୱରଙ୍କ ନିମନ୍ତେ ଦାନ ଦେଉଛି, ମୁଁ ଅନ୍ୟକୁ ଦେଖେଇବା ପାଇଁ ଦେବି ନାହିଁ। ଯଦି ମୁଁ ପ୍ରାର୍ଥନା କରୁଛି, ମୁଁ ଅନ୍ୟକୁ ଦେଖେଇବା ପାଇଁ କରିବି ନାହିଁ। ଯଦି ମୁଁ ଉପବାସ କରୁଛି, ମୁଁ ଅନ୍ୟକୁ ଦେଖେଇବା ପାଇଁ କରିବି ନାହିଁ, କି ଅନ୍ୟର ଗୌରବ ପ୍ରଶଂସା ପାଇବା ପାଇଁ କରିବି ନାହିଁ, ଅନ୍ୟଠାରୁ ଉତ୍ତମ ପ୍ରଶଂସା ପାଇବା ପାଇଁ ମୁଁ କରିବି ନାହିଁ। ମାତ୍ର ପରମେଶ୍ୱରଙ୍କୁ ମତେ ସନ୍ତୁଷ୍ଟ କରିବାର ଅଛି। ସେଇ ପ୍ରକାର ଆଜି ମୁଁ ଜୀବନ କାଟିବି। ତେବେ ଆସୁ ମୋର ପ୍ରିୟ ମାନେ, ଯଦି ଆଜିର ବାକ୍ୟକୁ ଆମେ ମାନେ ବୁଝିଛୁ, ଯଦି ଆଜିର ବାକ୍ୟକୁ ଆମେ ମାନେ ଗ୍ରହଣ କରିଛୁ, ଆଜି ନିଷ୍ପତ୍ତି ନବା ଏଇ କପଟତା ଆମ ଜୀବନରୁ ଦୂର କରିବା ପାଇଁ, ମୋ ଅଭିନୟକୁ ମୋ ଜୀବନ ଦୂର କରିବା ପାଇଁ। ଯାହା ରିଏଲ, ଯାହା ପ୍ରକୃତ ବିଷୟ, ତାହା ପରମେଶ୍ୱର ଗ୍ରହଣ କରନ୍ତି। ଆସୁ ଆମେ ମାନେ ପ୍ରାର୍ଥନା କରିବା।
Thank you, Lord Jesus. ଅନୁଗ୍ରହକାରୀ ପରମେଶ୍ୱର ପିତା, ମୁଁ ତୁମ ନିକଟରେ ଗୌରବ କରୁଛି, ପ୍ରଶଂସା କରୁଛି, ମହିମା କରୁଛି। একমাত্র সত্য পুনি জীবিত ঈশ্বর যে প্রভু তুমি অবড় হয়ে প্রাণ করুছি যে বাক্য তুমি আমକୁ কথা কহিল ସେ ବାକ୍ୟ ଯେପରି ଆମ ଜୀବନରେ 100 ଗୁଣ ଫଳ ଫଳିବାକୁ ପାରିବ। କପଟତା ଆମ ଜୀବନରେ ଦୂର ହେବ ପ୍ରଭୁ। ଆମେ ଅନ୍ୟମାନଙ୍କ ଠାରୁ ପ୍ରଶଂସା ପାଇବା ପାଇଁ କିଛି ନ କରୁ, ଆମେ ଅନ୍ୟମାନଙ୍କୁ ଦେଖିବା ପାଇଁ କିଛି ନ କରୁ, ଆମେ ଅନ୍ୟମାନଙ୍କ ନିକଟରେ ନିଜର ଗୌରବ କରିବା ପାଇଁ କିଛି ବିଷୟ ନ କରୁ, ମାତ୍ର ସମସ୍ତ ବିଷୟ କେବଳ ପୁଣି କେବଳ ତୁମର ମହିମା ପାଇଁ କରୁ ବୋଲି ମୁଁ ପ୍ରାର୍ଥନା କରୁଛି। ପିତା, ସକଳ ବିଷୟ ଧନ୍ୟବାଦ କରୁ କରୁ, ସ୍ତୁତି ପ୍ରଶଂସା ମହିମା ଗୌରବ କରୁ କରୁ ଆଜିର ବାକ୍ୟ ଆମ ପ୍ରତ୍ୟେକଙ୍କ ଜୀବନରେ କାର୍ଯ୍ୟ ସାଧକ ହେଉ। ପୁଣି ଦିନ ସାରା ଏ ବାକ୍ୟକୁ ନେଇ ତୁମର ନିକଟବର୍ତ୍ତୀ ହେବା ପାଇଁ ତୁମକୁ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ସକଳ ବିଷୟରେ ଆମେ ତୁମର ନାମକୁ ଉଚ୍ଚୀକୃତ କରିବା ପାଇଁ ସାହାଯ୍ୟ କର, ତୁମ ଆଶୀର୍ବାଦ ଲାଭ କରିବା ପାଇଁ ସାହାଯ୍ୟ କର। ଗୌରବ ପ୍ରଶଂସା ମହିମା ତୁମକୁ ଦେଇ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ପ୍ରାର୍ଥନା ମାଗୁଛି। ଆମେନ୍। ଆସ ତଳେ ଆମେ